ସମସ୍ତଙ୍କର ନିଜ ନିଜ ଷ୍ଟାଇଲରେ ବନାନ୍ତି ଆମ୍ବ ଆଚାର ତାକୁ ନେଇକି ରୁହେ କେତେ ବର୍ଷ ରହିପାରିବ। ଆଜି ମୁଁ ବନାଉଛି ପୁରା ବର୍ଷେ ରହିବ ମୋର ଗ୍ୟାରେଣ୍ଟି। ତ ଚାଲନ୍ତୁ ମୁଁ କେମିତି ବନାଉଛି ଦେଖିନେବା। ପ୍ରଥମେ କଞ୍ଚା ଆମ୍ବ ଗୁଡ଼ାକ ନେଇଯିବା, ୟାକୁ ଭଲ ଭାବରେ ଚୋପା ଛଡ଼େଇକି ଆଉ ମୁଣ୍ଡି ଗୁଡ଼ାକ କାଟି ନେବା। ଆଉ ଆକୁ ଏମିତି ଗୋଟେ କୋରା ସାହାଯ୍ୟରେ ଆକୁ ବଢ଼ିଆ ସେ କୋରି ନେବା। ଫ୍ରେଣ୍ଡସ୍, ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ ଦୟା କରିକି କରନ୍ତୁ ଆଉ ଗୋଟେ ଏମିତି ସୁନ୍ଦର ଭିଡ଼ିଓ ଦେଖିବା ପାଇଁ। ତ ଏଇଠି ଦେଖନ୍ତୁ ମୁଁ ସବୁତକ କୋରି ନେଇଛି ଆଉ ଟାକ ଗୁଡ଼ାକ ଫୋପାଡ଼ି ନେଇଛି। ପ୍ୟାନ୍ ବସାଇବା, ପ୍ୟାନ୍ରେ ଦେବା ଜିରା, ସୋରିଷ ଆଉ ଏଇଠି ମେଥି ଦାନା, ଧନିଆ, ଗୋଲମରିଚ, ଡାଲଚିନି, ଲବଙ୍ଗ, ଶୁଖିଲା ଲଙ୍କା ଦେଇକି 5 ମିନିଟ୍ ଖଣ୍ଡେ ସ୍ଲୋ ଫ୍ଲେମ୍ରେ ଭାଜିବା ଆଉ ଥଣ୍ଡା କରିସାରିଲା ପରେ ଗ୍ରାଇଣ୍ଡର ଜାର୍ରେ ଦେଇକି ଫାଇନ୍ ପାଉଡ଼ରଟେ ବନେଇବା। ପ୍ୟାନ୍ ବସାଇବା, ପ୍ୟାନ୍ରେ ଦେବା ତେଲ, ଶୁଖିଲା ଲଙ୍କା ଆଉ ଅଦା କଞ୍ଚା ଲଙ୍କାର ପେଷ୍ଟ ଆଉ ରସୁଣ, ଆକୁ ଭଲ ଭାବରେ ଭାଜି ନେବା। ଆଉ ଏଇଠି ଆମେ କ'ଣ କରିବା, ଲୁଣ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, କଞ୍ଚା ଲଙ୍କା, ଲେମ୍ବୁ ରସ ଆଉ ସେ ଛୁଙ୍କ ଗରମ ତେଲଟା ଏଇଠି ଆମେ ଦେଇଦେବା। ଦେଇକି ମସଲା ଦେଇକି ଭଲ ଭାବରେ ଗୋଳେଇ ନେବା। ଆଚାର ରେଡ଼ି।